ଭଙ୍ଗା କୁଡ଼ିଆରେ ବିତୁଛି ଜୀବନ। ହଁ ଦର୍ଶକ ବନ୍ଧୁ, ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାର ଫିରିଙ୍ଗା ବ୍ଲକ ଅନ୍ତର୍ଗତ ରତଙ୍ଗ ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ଲେଙ୍ଗିରଣା ଗ୍ରାମରେ। ଏ ଗ୍ରାମ ବ୍ଲକ ହେଡକ୍ୱାର୍ଟର ଠାରୁ ପ୍ରାୟ 10 କିଲୋମିଟର ଦୂର ହେବ। ମାତ୍ର ଏ ଗ୍ରାମକୁ ଏବେ ମଧ୍ୟ ମୌଳିକ ସୁବିଧାରୁ ବଞ୍ଚିତ ରଖାଯାଇଛି। ନା ଅଛି ଭଲ ରାସ୍ତା, ନା ଭଲ ଘର। ସରକାରଙ୍କର ଏତେ ଯୋଜନା ଥିଲେ ବି ଏହି ଗରିବ ଆଦିବାସୀମାନଙ୍କ ପାଇଁ କିଛି ବି ପହଞ୍ଚି ନଥାଏ। କାରଣ ପ୍ରଶାସନର ଅବହେଳା ଯୋଗୁଁ ଏ ଗ୍ରାମର ଅବସ୍ଥା ଏପରି ହୋଇଛି। ଏଠିକାର ରାଜୁ କହର ନାମକ ଜଣେ ବ୍ୟକ୍ତି ନିଜ ପରିବାର ଲୋକଙ୍କୁ ନେଇ ଚାରି ମାଟି କାନ୍ଥରେ ଥିବା କୁଡ଼ିଆ ଘରେ ଜୀବନ ବିତାଉଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ପାଇବା ପାଇଁ ସମ୍ପୂର୍ଣ୍ଣ ଯୋଗ୍ୟ। ମାତ୍ର ଅସହାୟ ରାଜୁ ଆଜି ଘର ଖଣ୍ଡିଏ ପାଇଁ ଧାଇଁ ଧାଇଁ ନୟନ୍ତ ହୋଇଗଲେଣି। କିନ୍ତୁ ତା କଥା ଶୁଣୁଛି କିଏ? ଦେଖାଯାଉ ସରକାର କେବେ ଶୁଣୁଛନ୍ତି ଆଉ ଘର ଖଣ୍ଡିଏ କେବେ ଦେଉଛନ୍ତି, ତାହା ଦେଖିବାକୁ ବାକି ରହିଲା। କନ୍ଧମାଳ ଫିରିଙ୍ଗିଆରୁ ରାଜକିଶୋରଙ୍କ ରିପୋର୍ଟ, ପଲିଟିକାଲ ଖଟି, ଓଡ଼ିଶା। ନାଇଁ ମୋ ତ ଆବାସ ଘର ମିଳିନାହିଁ। ଆମ ଗାଁରେ ତ କାହାକୁ ମିଳିନାହିଁ, ଖାଲି ଗୋଟେ ହିଁ ଘର ମିଳିଛି। ମୋ ଘର ଦେଖନ୍ତୁ ଏମିତି ଏକା ମୋର ଭଙ୍ଗା ଘରଟା ହେଇଛି। ଆଉ ପ୍ରାୟତଃ ଆପ୍ଲାଇଛୁ କଲେକ୍ଟର ଅଫିସକୁ ଆପ୍ଲାଇ କିନା ଯାଇଛୁ, କିନ୍ତୁ ଘର ମିଳିନା ଆଜି ପର୍ଯ୍ୟନ୍ତ। ସରପଞ୍ଚ ତ ପ୍ରତିବର୍ଷ ଆମେ ମିଟିଂରେ ଡାକୁଛୁ, ପ୍ରତିବର୍ଷ ମିଟିଂ ହେଉଛି, ପ୍ରତି ମାସରେ ବି ଆସୁଛନ୍ତି। କିନ୍ତୁ ଏ ଭାଷାରେ ଆମ କୌଣସି କମ୍ପ୍ଲେନ୍ ଦେଉଛି ସେ ଗ୍ରହଣ କରୁନାହାନ୍ତି, କି ବ୍ଲକ୍ ଗଲେ ବ୍ଲକ୍ରେ ବି ଗ୍ରହଣ କରୁନାହାନ୍ତି। ବିଡ଼ିଓ ସାର୍ଙ୍କୁ ତ ଆମେ ଆପ୍ଲିକେସନ୍ ବି ଦେଇ ସାରିଛୁ। ସରକାର ଏତିକି କହୁଛି ଆମ ଗ୍ରାମରେ ମୋ ପରି ଯେତେ ଘର ଅଛନ୍ତି ସେମାନଙ୍କୁ ଦେଇ ଆବାସ ଯୋଜନା ମଧ୍ୟ ଗୋଟେ ଗୋଟେ ଘର ମିଳିଲେ ସେମାନେ ଆମ ଗାଁ ଲୋକମାନେ ଖୁସିରେ ରୁହନ୍ତେ। ଖବର ପଛର ଖବରକୁ ଲୋକଲୋଚନକୁ ଆଣିବା, ଶାସନ ପ୍ରଶାସନ ପାଖରେ ସମାଜର ସୁର ରଖିବା ଏବଂ ସାଧାରଣ ଲୋକଙ୍କୁ ନ୍ୟାୟ ଯୋଗାଇ ଦେବାରେ ସହାୟକ ହେବା ପାଇଁ ଯୋଡ଼ି ହୁଅନ୍ତୁ ଆମ ସହିତ। ଜଏନ୍ ଅସ୍ ଆଜ୍ ଏ ରିପୋର୍ଟର।